ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। ଅପରଚ୍ୟୁନିଟି। ଅପରଚ୍ୟୁନିଟି ମାନେ ସୁଯୋଗ। ରେସ୍ପନ୍ସିବିଲିଟି। ରେସ୍ପନ୍ସିବିଲିଟି ମାନେ କର୍ତ୍ତବ୍ୟ ବା ଦାୟିତ୍ୱ। କାଇଣ୍ଡନେସ୍। କାଇଣ୍ଡନେସ୍ ମାନେ କରୁଣା ବା ଦୟା। ମାଇଣ୍ଡସେଟ୍। ମାଇଣ୍ଡସେଟ୍ ମାନେ ଚିନ୍ତାଧାରା। ଡିସିପ୍ଲିନ୍। ଡିସିପ୍ଲିନ୍ ମାନେ ଶିଷ୍ଟାଚାର ବା ଶୃଙ୍ଖଳା। ଓବ୍ଲିଗେସନ୍। ଓବ୍ଲିଗେସନ୍ ମାନେ ଦାୟିତ୍ୱ। ଫେଭରେବୁଲ୍। ଫେଭରେବୁଲ୍ ମାନେ ଅନୁକୂଳ ବା ହିତକର। ଏକ୍ସାଇଟମେଣ୍ଟ। ଏକ୍ସାଇଟମେଣ୍ଟ ମାନେ ରୋମାଞ୍ଚ ବା ଚଞ୍ଚଳତା। ସିନ୍ସରିଟି। ସିନ୍ସିୟରିଟି ମାନେ ସତ୍ୟନିଷ୍ଠା। ଇଣ୍ଡିପେଣ୍ଡେଣ୍ଟ। ଇଣ୍ଡିପେଣ୍ଡେଣ୍ଟ ମାନେ ସ୍ୱାଧୀନ ବା ସ୍ୱାବଲମ୍ବୀ। କମିଟମେଣ୍ଟ। କମିଟମେଣ୍ଟ ମାନେ ପ୍ରତିବଦ୍ଧତା। ଆମ୍ବିଗୁୟସ୍। ଆମ୍ବିଗୁୟସ୍ ମାନେ ଅସ୍ପଷ୍ଟ ବା ଅନିର୍ଦ୍ଧାରିତ। ପରସିଷ୍ଟେଣ୍ଟ। ପରସିଷ୍ଟେଣ୍ଟ ମାନେ ନିରନ୍ତର ବା ଅବିରତ। ଇନଭେଣ୍ଟିଭ୍। ଇନଭେଣ୍ଟିଭ୍ ମାନେ ସୃଜନଶୀଳ। ଜଷ୍ଟିସଫୁଲ୍। ଜଷ୍ଟିସଫୁଲ୍ ମାନେ ନ୍ୟାୟପୂର୍ଣ୍ଣ। ଓବିଡିଏଣ୍ଟ। ଓବିଡିଏଣ୍ଟ ମାନେ ଆଜ୍ଞାକାରୀ। ଆଫେକ୍ସନଏଟ୍। ଆଫେକ୍ସନଏଟ୍ ମାନେ ପ୍ରେମଶୀଳ ବା ସ୍ନେହମୟ। ଡିଲାଇଟଫୁଲ୍। ଡିଲାଇଟଫୁଲ୍ ମାନେ ଆନନ୍ଦମୟ। ମାର୍ଭଲସ୍। ମାର୍ଭଲସ୍ ମାନେ ଆଶ୍ଚର୍ଯ୍ୟଜନକ ବା ବିସ୍ମୟକର। ନୋବଲମ୍ୟାନ୍। ନୋବଲମ୍ୟାନ୍ ମାନେ ସାଧୁଜନ ବା ମାନ୍ୟ ବ୍ୟକ୍ତି। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।